କେତେ ଟଙ୍କା? 200 250 ଟଙ୍କା ହେଇଛି। ଓଲା ଉପରେ ଓଲା ଉପରେ ଚାଲିଛି। କେତେ ଟଙ୍କା କରୁଛ? ପଇସା 1000 ଖଣ୍ଡେ ଭଳିଆ ହେଇଛି ଆଉ। 1000 ଟଙ୍କା କରିସାରିଲ? ରାତିରେ ପୋଷ ଦେଖିକି ଗୋଟେ ଗୋଟେ କରିବା। ହଁ ଦେଖିକି ଗୋଟେ ଗୋଟେ କରିବା। ରାତିରେ ସମସ୍ତେ ବାଇକଟ୍ କରାହଉଛି, ତମେ ଜାଣିଛ ନା ଜାଣିନ? ଜାଣିଛୁ ନା ମୋବାଇଲ ଟା କାହିଁକି ମୁଁ ଛୋଟରେ ଥିଲି ଆକ୍ଚୁଆଲି ରଜରେ ଭାଇନା ଛୋଟରେ ଥିଲି ଆମ ଘର ପରମାନେଣ୍ଟ। ହଉ ହଉ ଠିକ ଅଛି, ଆପଣଙ୍କୁ ପୋଷଉଛି? ନାଇଁ ପୋଷଉନି ରେଟ୍ ବଢିଆ ଦରକାର ନାହିଁ। ହଁ ନିହାତି। ହେଲେ ରେଟ୍ ବଢୁନି। ଆପଣ ଯୋଉ କଥା କହୁଛନ୍ତି ସେଇଟା ଠିକ, ସେଇଟା ବି ମୁଁ ସହମତ ହେଲା, କିନ୍ତୁ ଆପଣଙ୍କ କଥା ମାନିକି ମୁଁ ଆଜିଠୁ ରେଭର ଚାଲିବି ନା। ଏଟା ଅନଇନଷ୍ଟଲ କର, ଅନଇନଷ୍ଟଲ କର। ରାତିକୁ ତମେ ବାଇକଟ୍ କର, ଆଉ ଯାହାକୁ ବି ଦେଖିବ, ଯେକୌଣସି ବାଇକ ଦେଖିବ ତାଙ୍କୁ ବି କହିବ ଯେ ବାଇକଟ୍ କରିବା ପାଇଁ ହେଲା। କଲେ କଣ ହବ ଦେଖନ୍ତୁ, ତେଲ ରେଟ୍ ବଢିବ, ଭଡା ଯାହା ପ୍ରତ୍ୟେକ ଦରଦାମ ବଢୁଛି, କିନ୍ତୁ ଆମର ଗାଡିର ମେଣ୍ଟେନାନ୍ସ ବଢୁଛି, କିନ୍ତୁ ଆମର ଭଡା କାହିଁକି? ଆମେ ସମସ୍ତେ ମାନିବା। ଠିକ ଅଛି, ଧନ୍ୟବାଦ ଭାଇ। ସମସ୍ତେ ମାନିବା ମାନେ ଆମ ପାଇଁ ହଉଛି ଏଇଟା, ଆମେ ଦି ପଇସା ଇନକମ୍ କରିବା। ଯଦି ରେଟ୍ କମ ମିଳିବ ସମସ୍ତ ପାଇଁ ବଢିଲେ ଆମେ ନବୁ, ତମେ ବି ନବ। ଯେତେ ଯାହାକୁ ଦେଖିବା ବୁଝେଇବା, ଭାଇ ବାଇକଟ୍ କର, ସପୋର୍ଟ। ଠିକ ଅଛି, ଧନ୍ୟବାଦ, ଜୟ ଜଗନ୍ନାଥ। ନମ୍ବର